मोबाइल यूजर ପାଇଁ ଆସିଲା ବଡ଼ ଖୁସି ଖबर। ଦେଶରେ ଲାଗୁ ହେବା ପାଇଁ ଯାଉଛି 6G। ଖୁବ୍ ଶୀଘ୍ର 5G ର ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି ଏବଂ 6G ଲଞ୍ଚ ବିଷୟରେ ମଧ୍ୟ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଟେଲିକମ୍ ଉପକରଣ ଏବଂ ନେଟୱାର୍କ ନ୍ୟାୟଜନର ଅଗ୍ରଣୀ କମ୍ପାନୀ ଏରିକ୍ସନ୍ 6G ସମ୍ବନ୍ଧରେ ଏକ ବଡ଼ ଅପଡେଟ୍ ପ୍ରକାଶ କରିଛି। କମ୍ପାନୀ କହିଛି ଯେ ବର୍ତ୍ତମାନ ବିଶ୍ୱରେ 5G SS ଅର୍ଥାତ୍ ଷ୍ଟାଣ୍ଡଲୋନ୍ ଏବଂ 5G ଆଡଭାନ୍ସ ଯୁଗରେ ପ୍ରବେଶ କରୁଛି। ଏହାପରେ 6G ଟେଲିକମ୍ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଆଣିବା ଯାହା ନେଟୱାର୍କକୁ ରୂପାନ୍ତର କରିବା। ଏରିକ୍ସନ୍ ଅନୁଯାୟୀ ଯୋଗାଯୋଗ ଦେବା ପ୍ରଦାନକାରୀ CSP ବର୍ତ୍ତମାନ 5G କୁ ଅଧିକ ପ୍ରଭାବଶାଳୀ ଏବଂ ବ୍ୟାପକ କରିବା ପାଇଁ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଆଜିକାଲି କମ୍ପାନୀଗୁଡ଼ିକ ସାଟେଲାଇଟ୍ କନେକ୍ଟିଭିଟି ଉପରେ ମଧ୍ୟ ଅଧିକ ଧ୍ୟାନ ଦେଉଛନ୍ତି, ଯାହାର ଅର୍ଥ ହେଉଛି ଖୁବ୍ ଶୀଘ୍ର ଭଲ ନେଟୱାର୍କ ଉପଲବ୍ଧ ହେବା ସହ। ଆସନ୍ତୁ ପ୍ରଥମେ ଜାଣିବା ଭାରତର 6G କେବେ ଲଞ୍ଚ ହେବ। ଏରିକ୍ସନ୍ ନିକଟରେ ରହିଥିବା ରିପୋର୍ଟ ଅନୁଯାୟୀ ପ୍ରାୟ 2030ରେ 6G ଟେକ୍ନୋଲୋଜି ଲଞ୍ଚ ହେବା ପାଇଁ ଯାଉଛି। ଭାରତ, ଜାପାନ, ଦକ୍ଷିଣ କୋରିଆ, ଆମେରିକା ଏବଂ ଚୀନ ଭଳି ଦେଶରେ 6G ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବର୍ତ୍ତମାନ 320ରୁ ଅଧିକ ଟେଲିକମ୍ ଅପରେଟର 5G SA ନେଟୱାର୍କରେ ବ୍ୟବସାୟିକ ସେବା ଯୋଗାଇଛନ୍ତି। ତଥାପି ଏହା ବିଶ୍ୱରେ ମାତ୍ର 20%କୁ କଭର କରୁଛି। ଏରିକ୍ସନ୍ କହିଛି ଯେ 2030 ସୁଦ୍ଧା ଏହି ସଂଖ୍ୟା 60%କୁ ବୃଦ୍ଧି ପାଇବ। ଜିଓ 5G ଭଲ। ବର୍ତ୍ତମାନ ଭାରତରେ 5G ନେଟୱାର୍କ ସମ୍ପ୍ରସାରଣ ବହୁତ ଦ୍ରୁତ ଗତିରେ ଚାଲିଛି। ଏୟାରଟେଲ୍ ଏବଂ ଜିଓ ମିଳିତ ଭାବେ ଦେଶରେ ପ୍ରାୟ ସମସ୍ତ ଜିଲ୍ଲାରେ 5G ସେବା ଆରମ୍ଭ କରିସାରିଛନ୍ତି। ଏୟାରଟେଲ୍ NSA ଅର୍ଥାତ୍ ଅନଷ୍ଟାଣ୍ଡଲାଇନ୍ 5G ନେଟୱାର୍କରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟମାନ 5G ଭିତ୍ତିଭୂମି ଉପରେ ଆଧାରିତ ଏବଂ ଏକ ଅସ୍ଥାୟୀ ସମାଧାନ ଭାବରେ ବିବେଚିତ କରାଯାଏ। ଅନ୍ୟପକ୍ଷରେ ଜିଓ 5G SS ଅର୍ଥାତ୍ ଷ୍ଟାଣ୍ଡଲାଇନ୍ ନେଟୱାର୍କ ପ୍ରଦାନ କରୁଛି, ଯାହା ସମ୍ପୂର୍ଣ୍ଣ ନୂଆ ଭିତ୍ତିଭୂମି ଉପରେ ଏବଂ ଅଧିକ ସ୍ଥିର ଏବଂ ଉନ୍ନତ। କେବଳ ଏତିକି ନୁହେଁ, ଏରିକ୍ସନ୍ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଉନ୍ନତ ଟେଲିକମ୍ ନେଟୱାର୍କ ପାଇଁ 5G ଏବଂ ପ୍ରମୁଖ ମାଇଲଖୁଣ୍ଟ ହେବ। ଏହି ଟେକ୍ନୋଲୋଜି ଉଚ୍ଚ କ୍ଷମତା ଏବଂ ଉତ୍ତମ ଉପଭୋକ୍ତା ଆଜ୍ଞତ ମିଳିପାରିବ। 2030 ସୁଦ୍ଧା 5G ଆଡଭାନ୍ସ ସମ୍ପୂର୍ଣ୍ଣ ରୂପେ ଗଢ଼ାଯାଇ ସ୍ଥିର ବେତାର ପ୍ରବେଶ FWA ମାଧ୍ୟମରେ ମୋବାଇଲ ଡାଟା ଟ୍ରାଫିକ୍ ବର୍ତ୍ତମାନ ତୁଳନାରେ 3 ଗୁଣା ବଢ଼ିପାରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋବାଇଲ ଡାଟା ବ୍ୟବହାରରେ ଭାରତ ବିଶ୍ୱକୁ ଆଗେଇ ନେଉଛି।